ଜୟ ଜଗନ୍ନାଥ ସାଙ୍ଗମାନେ ୱେଲକମ୍ କରୁଛି ଆଜିର ଆଉ ଏକ ଫ୍ରେଶ୍ ଭିଡ଼ିଓକୁ। ଆଜି ଆମେ ଆଲୋଚନା କରିବା ପଲିଟିକାଲ ସାଇନ୍ସ ବିଷୟରେ ବା ରାଜନୀତି ବିଜ୍ଞାନ ବିଷୟରେ କିଛି ଜେନେରାଲ ନଲେଜ। ଆମେ ପଲିଟିକାଲ ସାଇନ୍ସରେ ଆମେ ପଢ଼ିଥିବା ଯେ ଗ୍ରାମାଞ୍ଚଳ ଆଉ ସହରାଞ୍ଚଳ ବିଷୟରେ। ତ ଆଜିର କିଛି ପ୍ରଶ୍ନ ସେଇ ଗ୍ରାମାଞ୍ଚଳ ସହରାଞ୍ଚଳକୁ ନେଇକି। ତ ଆଜିର ପ୍ରଥମ ପ୍ରଶ୍ନଟି ରହିଛି, ନିଗମର ମୁଖ୍ୟକୁ କ'ଣ କୁହାଯାଏ? କହିଲେ ଦେଖି ସାଙ୍ଗମାନେ ଯେ ଆମ ନିଗମର ମୁଖ୍ୟକୁ କ'ଣ କୁହାଯାଏ? ଅପସନ୍ ଏ ମେୟର, ଅପସନ୍ ବି ନଗରପାଳ, ଅପସନ୍ ସି ସଭାପତି, ଅପସନ୍ ଡି ଅଧ୍ୟକ୍ଷ। କ'ଣ କୁହାଯାଏ? ନିଗମର ମୁଖ୍ୟକୁ ମେୟର ବୋଲି କୁହାଯାଏ। ବୁଝିହେଲା ନିଗମର ମୁଖ୍ୟକୁ। ପରବର୍ତ୍ତୀ ପ୍ରଶ୍ନଟି ହେଉଛି, ନଗରପାଳିକାର ମୁଖ୍ୟକୁ କ'ଣ କୁହାଯାଏ? ପ୍ରିଭିୟସ୍ ପ୍ରଶ୍ନ ଆମେ ଆଲୋଚନା କଲେ ଯେ ନିଗମର ମୁଖ୍ୟକୁ ଆମେ ମେୟର ବୋଲି କହିଥାଉ। ଠିକ୍ ସେମିତି ନଗରପାଳିକାର ମୁଖ୍ୟକୁ ଆମେ କ'ଣ କହିବା? ଅପସନ୍ ଏ ମେୟର, ଅପସନ୍ ବି ନଗରପାଳ, ଅପସନ୍ ସି ସଭାପତି, ଅପସନ୍ ଡି ଅଧ୍ୟକ୍ଷ। କ'ଣ କୁହାଯାଏ? ନଗରପାଳିକାର ମୁଖ୍ୟକୁ ଅପସନ୍ ବି ନଗରପାଳ ବୋଲି କୁହାଯାଏ। ବୁଝିହେଲା? ଆମ ନିଗମର ମୁଖ୍ୟକୁ ମେୟର କହିଥିବା ବେଳେ ଆମର ନଗରପାଳିକାର ମୁଖ୍ୟକୁ ନଗରପାଳ ବୋଲି କହିଥାଉ। ଚାଲନ୍ତୁ ପରବର୍ତ୍ତୀ ପ୍ରଶ୍ନଟି ଆଲୋଚନା କରିବା। 3 ନମ୍ବର ପ୍ରଶ୍ନଟି ହେଉଛି, ଛୋଟ ଛୋଟ ସହରମାନଙ୍କ ଭିତରେ ଥିବା ସ୍ୱାୟତ୍ତ ଶାସନ ସଂସ୍ଥାକୁ କ'ଣ କୁହାଯାଏ? ଭଲ ଭାବରେ ଶୁଣନ୍ତୁ ପ୍ରଶ୍ନଟିକୁ। ଯେଉଁ ଛୋଟ ଛୋଟ ସହରମାନଙ୍କ ମଧ୍ୟରେ ଥିବା ସ୍ୱାୟତ୍ତ ଶାସନ ସଂସ୍ଥାକୁ କ'ଣ କୁହାଯାଏ? କ'ଣ କୁହାଯାଏ? ଅପସନ୍ ଏ ଏନ୍ଏସି, ଯେଉଁଟାକି ଆମେ ବିଜ୍ଞାପିତ ଅଞ୍ଚଳ ପରିଷଦ ବୋଲି କହିଥାଉ। ଅପସନ୍ ବି ନଗରପାଳ ବୋଲି କହିଥାଉ। ଅପସନ୍ ସି ମ୍ୟୁନିସିପାଲିଟି ବୋଲି କହିଥାଉ ନା ଅପସନ୍ ଡି ଅଧ୍ୟକ୍ଷ ବୋଲି କହିଥାଉ। କ'ଣ କହିବା ଆମେ? ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ଏ ଏନ୍ଏସି, ଯେଉଁଟାକୁ ଆମେ ବିଜ୍ଞାପିତ ଅଞ୍ଚଳ ପରିଷଦ ବୋଲି କହିଥାଉ। ତ ଛୋଟ ଛୋଟ ସହରମାନଙ୍କ ଭିତରେ ଥିବା ସ୍ୱାୟତ୍ତ ଶାସନ ସଂସ୍ଥାକୁ ଆମେ କ'ଣ କହିବା? ଏନ୍ଏସି ବା ବିଜ୍ଞାପିତ ଅଞ୍ଚଳ ପରିଷଦ କହିବା। ବୁଝିହେଲା? ପରବର୍ତ୍ତୀ ପ୍ରଶ୍ନଟି ହେଉଛି, ଗ୍ରାମାଞ୍ଚଳ ସ୍ୱାୟତ୍ତ ଶାସନ ବ୍ୟବସ୍ଥାକୁ କ'ଣ କୁହାଯାଏ? କ'ଣ କୁହାଯାଏ? ଅପସନ୍ ଏ ପଞ୍ଚାୟତିରାଜ, ଅପସନ୍ ବି ଗ୍ରାମାଞ୍ଚଳ, ଅପସନ୍ ସି ଗ୍ରାମ ପଞ୍ଚାୟତ, ଅପସନ୍ ଡି ସମାଜବାଦ। କ'ଣ କୁହାଯାଏ? ଯଦି ଛୋଟ ଛୋଟ ସ୍ୱାୟତ୍ତ ଶାସନ ସଂସ୍ଥା ବା ଛୋଟ ଛୋଟ ଅଞ୍ଚଳକୁ ମିଶାଇକି ଯେଉଁ ସ୍ୱାୟତ୍ତ ଶାସନ ସଂସ୍ଥା ବ୍ୟବସ୍ଥାକୁ ଯଦି ଆମେ ଏନ୍ଏସି ବୋଲି କହିଥାଉ ବା ଯେଉଁଟା ବିଜ୍ଞାପିତ ଅଞ୍ଚଳ ପରିଷଦ ବୋଲି କହିଥାଉ, ତ ଏଠି କ'ଣ ଅଛି ପ୍ରଶ୍ନଟା ନା, ତାହେଲେ ଗ୍ରାମାଞ୍ଚଳର ସ୍ୱାୟତ୍ତ ଶାସନ ବ୍ୟବସ୍ଥାକୁ ଆମେ କ'ଣ କହିବା? ଛୋଟ ଛୋଟ ସହରକୁ ବା ଛୋଟ ଛୋଟ ଅଞ୍ଚଳକୁ ମିଶାଇକି ଯେଉଁ ସ୍ୱାୟତ୍ତ ଶାସନ ସଂସ୍ଥା ବ୍ୟବସ୍ଥାକୁ ମିଶାଇକି ଆମେ କ'ଣ ସୃଷ୍ଟି କରୁଛେ? ଯେ ଏନ୍ଏସି ବିଜ୍ଞାପିତ ଅଞ୍ଚଳ ପରିଷଦ ଗଢ଼ି ଉଠୁଛି। ତ ଠିକ୍ ସେମିତି ଏଠି ଗ୍ରାମାଞ୍ଚଳର ସ୍ୱାୟତ୍ତ ଶାସନ ବ୍ୟବସ୍ଥାକୁ ଆମେ କ'ଣ କହିବା? ପଞ୍ଚାୟତି ରାଜ। ବୁଝିହେଲା? ଅପସନ୍ ଏ ପଞ୍ଚାୟତ ରାଜ ବୋଲି କହିବା। ଯେ ଗ୍ରାମାଞ୍ଚଳର ସ୍ୱାୟତ୍ତ ଶାସନ ବ୍ୟବସ୍ଥାକୁ ଆମେ ପଞ୍ଚାୟତ ରାଜ ବୋଲି କହିଥାଉ।